ପଞ୍ଚମସ୍କନ୍ଧ ଅଷ୍ଟମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ଶୁଣ ରାଜନ ସାବଧାନେ, ମହାନଦୀରେ ଏକ ଦିନେ ସ୍ନାନାଦି ନିତ୍ୟ କର୍ମ ସାରି ଭରତ ଗୋବିନ୍ଦ ସୁମରି ମୁହୂର୍ତ୍ତେ ଶୀତ ଜଳେ ରହି ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ତକ୍ଷଣେ ଦେଖେ ମହିପାଳ ହରିଣୀ ହୋଇ ତୃଷାକୁଳ ମିଳିଲା ଜଳାଶୟ ତୀରେ ଜଳ ପିଓଇ ଶେଷ ଧୀରେ ମତ ସମୟରେ ରାଜନ ଶୁଣି ହରିଣୀ ସିଂହସନ ଡେଇଁଲା ମୃଗେନ୍ଦ୍ର ଭୟରେ ପଳାଏ ଅତି ଦୂରାନ୍ତରେ ଏ ଲୋକେ ପୁଛିଲେ ଯେଉଁ କ୍ଷଣେ ଥିରେ ରହିଲା ସେ ଯେ ବନେ ସେ ମୃଗ ବଧୂ ଯେ ଗର୍ଭିଣୀ ଜଳ ପିଅନ୍ତେ ଛନ୍ନ ପୁଣି ଜଳପାନରେ ତୃଷା ତାର ପୂର୍ଣ୍ଣ ହୋଇଲା ନୃପବର ଚାରି ଦିଗରେ ସେ ନୟନ ବୁଲାଏ ଅତି ଘନ ଘନ ଜଳୁ ଉଠିଲା ଧାତିକାରେ ଡେଇଁଲା ମରଣ କାତରେ ସ୍ୱଭାବେ ଗର୍ଭ ହୋଇଥିଲା ସେ ଗର୍ଭ ଜଳରେ ପଡ଼ିଲା ଗର୍ଭ ନିପାତେ ଖେଦମତି ପ୍ରାଣ ତେଜିଲା ମୃଗସ୍ୱତୀ ନଦୀରେ ପାଇ ମୃଗବାଳ ସେ ଯେ ଭରତମୟୀ ପାଳ ମାତାର ମୃତ୍ୟୁ ତାର ଦେଖି ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ମୃଗନନ୍ଦନ ଘେନିତୀରେ ଆଶ୍ରମେ ମିଳିଲେ ତପ୍ତରେ ସେ ମୃଗନନ୍ଦନରେ ତହିଁ ଅତ୍ୟନ୍ତ ସ୍ନେହବର ହୋଇ କୋମଳ ତୃଣାଙ୍କୁର ଲୋଡ଼ି ଆଣଇ ନୃପବର ଯାହା ସେ କରେ ଅଭିଳାଷେ ତାହା ଦିଅଇ ମନ ତୋଷେ ତା ସେବା ନିରତେ କରଇ ମାୟାରେ ମତିଭ୍ରମ ହୋଇ ନିୟମ ଶ୍ରଦ୍ଧା ଆଦି ଯେତେ ବିସ୍ତୃତ ହେଲା ରାଜା ଚିତେ କେତେ ହିଁ ଦିନର ଅନ୍ତର ପ୍ରଭୁର ସେବା କଲା ଦୂର ଦେଖ ଏହାର ମୂଢ଼ ମନ ମୃଗ ବାଳକେ ହତ ଜ୍ଞାନ ସକଳ କର୍ମ ଦୂର କଲା ମୃଗରେ ଚିତ୍ତ ନିବେଶିଲା ଜଗତ ପିତା ମାତା ହରି ତାଙ୍କ ଚରଣେ ଚିତ୍ତ ଧରି ଧାରା ତନୟ ଆଦି ଯେତେ ସକଳ ଦୂର କରି ଚିତେ ଭାବେ ଥାଇ ନୃପବର ସକଳ କର୍ମ କଲା ଦୂର ଅସାଧୁ ସଙ୍ଗ କାରଣ ଏବେ ତୁ ଶୁଣ ହୋ ରାଜନ ଅସନ ଶୟନ ଗମନେ ସ୍ନାନ ଭୋଜନ ଜଳପାନେ ମୃଗ ବାଳକେ ମନ ତାର ନିମିଷ ମାତ୍ର ନୁହେଁ ଦୂର କାଷ୍ଠ ପଲବ ଆଣିବାରେ ଯେବେ ସେ ଯାଏ ବନ ଦୂରେ ଏ ମୃଗ ବାଳକ ଘେନି ସଙ୍ଗେ ପଥେ ଚଳଇ ନାନା ରଙ୍ଗେ ବାଳକ ଚାଲି ନ ପାରଇ କନ୍ଧେ ତାହାକୁ ପୁଣି ବହି ହୃଦରେ ଆରୋପି ହରସେ ବାହୁରେ ଭିଡ଼େ ସ୍ନେହ ବସେ ସ୍ନାନ ଭୋଜନ ବେଳେ ତାର ନିମିଷ ମାତ୍ରେ ନୁହେଁ ଦୂର ଏଥି ଉତାରେ କିଛି ଦିନେ ମୃଗ ବାଳକ ଗଲା ଦିନେ ସେ ଅବସରେ ନୃପବର ନ ଦେଖି ମୃଗର କୁମର ଚଞ୍ଚଳ ଚିତ୍ତ ସ୍ଥିର କରେ ଆଶ୍ୱାସି ଦିଅଇ ତାହାରେ ଏବଶ୍ଚ ତୋର କଲ୍ୟାଣ ସର୍ବତ୍ର କରୁନାରାୟଣ ଯେବେ ନିମିଷେ ନ ଦେଖଇ ଶୋକ ସାଗରେ ସେ ବୁଡ଼ଇ କୃପଣ ଦ୍ରବ୍ୟକୁ ଯେ ସନ ଚୌର୍ଯ୍ୟ କରି ନେଇ ଆନ ମନ୍ତ ପ୍ରାୟ ମହିପାଳ କ୍ଷଣେ ନ ଦେଖେ ମୃଗବାଳ ଭ୍ରମେ କହି ବାକ୍ୟମାନ ମଲା କି ମୃଗର ନନ୍ଦନ କର୍ମ କଲି ମୁଁ କି ରାତ ଗଲା କେଣେ ମୋ ମୃଗ ସୁତ ମୃଗ ବାଳକ ସୁକଲ୍ୟାଣେ ଚରୁଥିବ କି ଉପବନେ ପ୍ରଭୁ କି ରଖିଥିବେ ତାକେ ରଖିବେ ଦେଖିବି ନୟନେ ଗୋଚରେ ରବିର ଅସ୍ତ କାଳ ହୋଇ କେବେ ହେ ବାଳ ମୃଗ ନାହିଁ ସଖେ ଆକୁଳ ମୋର ଦେଇ ସେ ମୋତେ ଦେଖା ଯେବେ ଦେଇ ସେ ଯେ ମୃଗ ରାଜକୁମର ମନଜ୍ଞ ଗମନ ତାହାର ତେଣେ ଆଶ୍ରମୀ ଲୋକଙ୍କର ଦୁଃଖ ଖଣ୍ଡଇ ନିରନ୍ତର ଠାରେ ଚକ୍ଷୁ ବୁଝି ମୁଇଁ କ୍ଷଣ ମାତ୍ର କେ ଯେ ଲୋଟଇ କର ପ୍ରାୟ କଷେ ହୋଇ ମୋର ଅଗ୍ରତେ ଯେବେ ରହି ଋଷି କୁମରଙ୍କର ସଙ୍ଗେ ଖେଳୁ ଯେ ଥାଇ ନାନା ରଙ୍ଗେ କୋମଳ ତୃଣ ଘାସ ମାନ ବାଳକେ ଦିଅନ୍ତି ବହନ ସର୍ବ ସୁଖ କେଣେ ଗଲା ମୃଗ ବାଳକ କେଣେ ମଲା ଅତ୍ୟନ୍ତ ଦୁଃଖ ମୋତେ ଦେଇ ତା ବିନୁ ମୋର କେହି ନାହିଁ ଯେ ଆଶ୍ରମ ମୁନିଗଣ କରନ୍ତି ନାନା ଶୁଭ କର୍ମ ହରସେ ସେ ଯେ ମୁନିଗଣ କରନ୍ତି ତାହାର କଲ୍ୟାଣ ସିଂହ ଭୟରେ ମାତା ତାର ପ୍ରସବୀ ଛାଡ଼ିଲା ଶରୀର ତେଣୁ ମୁଁ ଲଭିଲି ତାହାରେ ଏବେ ସେ ଗଲା ବନ ଘରେ ମୃଗ ଶାବକ ଖୋଜିବାରେ ନୃପତି ହୋଇଲା ବାହାରେ ପଥରେ ପଦ ଚିହ୍ନ ଦେଖି କହଇ ନିରେଖି ଧନ୍ୟ ପୃଥିବୀ ତୋର ପୁଣ୍ୟ ଏ ଚିହ୍ନ କଲୁ ତୁ ଧାରଣ ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟ ତା ଦେହେ ଶୋଭାକୁ ଯେ ପାଏ ତଦନ୍ତେ ଉର୍ଦ୍ଧ ଦୃଷ୍ଟି କଲା ଯେଉଁ ସେ ଚନ୍ଦ୍ରକୁ ଦେଖିଲା ତହିଁ ଦେଖିଣ ମୃଗ ଚିହ୍ନ ଭାବିଲା ନିଜ ମନେ ମନ ମୃଗ ଶାବକ ଦେଖି ଏକ ଦୟା କଲେ ତାରା ନାୟକ ସିଂହ ଭୟରୁ ରକ୍ଷା କରି ରଖିଲେ ନିଜେ ଦୟା କରି ମତେ ଶୁଣ ମହିପାଳ କ୍ଷଣେ ନ ଦେଖି ମୃଗବାଳ ବ୍ୟର୍ଥ କର୍ମରେ ସେ କାତର ସୁକର୍ମ ତେଜି ନୃପବର ପୂର୍ବ ଉତ୍ପନ୍ନ କର୍ମ ତାର ଶୁଭ କର୍ମକୁ କଲା ଦୂର ଖୀଳ ବ୍ରହ୍ମାଣ୍ଡ କାରଣ ଅନାଦିନାଥ ନାରାୟଣ ତାର ଚରଣ ଦୂର କରି ମୃଗ ବାଳକେ ମନ ଧରି ବନ୍ଧନୁ ପ୍ରତିବନ୍ଧ ସେ ମୃଗ ବାଳ ପଶୁବଧ ତାଠାରେ ସ୍ନେହ ରାଜା କଲା ଯୋଗ ନାଶନ ନ ଜାଣିଲା ମୃଗର ଲାଳନ ପାଳନ କରି ବଞ୍ଚଇ ସେହୁ ଦିନ ଏମତେ କେତେ ଦିନ ଗଲା ଆୟୁଷ ଶେଷତା ହୋଇଲା
ମତେ ଶୁଣ ହୋ ରାଜନ କାକର ହୋଇଲା ଅଧୀନ ମତେ ଶୁଣ ହୋ ରାଜନ କାଳର ହୋଇଲା ଅଧୀନ ସଙ୍ଗେ ନ ଦେଖି ମୃଗବାଳ ଶୋକରେ ହୋଇଲା ବ୍ୟାକୁଳ ପୁତ୍ରର ପ୍ରାୟ ସ୍ନେହ ଭରେ ମନ ଅର୍ପିଲା ତାଠାରେ ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ ଅତ୍ୟନ୍ତ ଶୋକ କରି ମନେ ପ୍ରାଣ ଛାଡ଼ିଲା ତତ୍କ୍ଷଣେ ମୃଗର ତହିଁ ମନ ଥିଲା ତେଣୁ ସେ ମୃଗ ଜନ୍ମ ହେଲା ପୂର୍ବ ଜନ୍ମର ଯେ କାରଣ ମନେ ଜାଣିଲେ ସେ ରାଜନ ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ ଅତ୍ୟନ୍ତ ଶୋକ କରି ମନେ କହିଲ ତକ ନୟନେ ଭ୍ରଷ୍ଟ ହୋଇଲି ମୁଁ ପାମର ପ୍ରଭୁର ସେବା କଲି ଦୂର ସମସ୍ତ ସଙ୍ଗ ମୁଁ ଛାଡ଼ିଲି ବିବିଧ ଯଜ୍ଞ ଉପେଖିଲି ନାମ ଶ୍ରବଣ ଉଚ୍ଚାରଣ ନିରତେ କରି ପରାଧୀନ ସକଳ ଆତ୍ମା ଭଗବାନ ମନ ଛାଡ଼ିଲି ଅନୁଦିନ ତେଣୁ ସେ ସକଳ ତେଜିଲି ମୃଗ ଶିଶୁରେ ମତି ଦେଲି ହେମନ୍ତ ମନରେ ବିଚାରି ଚଞ୍ଚଳ ମନ ସ୍ଥିର କରି ଏ ତାହାର ମାତା ଯେ ହରିଣୀ ତାହାକୁ ତେଜି ନୃପମଣି ପ୍ରଭୁର ଅତି ପ୍ରିୟ ସ୍ଥାନ ଯେ ତୀର୍ଥଶାଳ ଗ୍ରାମ ନାମ ପରମ ସାଧୁ ମୁନିଗଣେ ଅଛନ୍ତି ଯହିଁ ଅନୁକ୍ଷଣେ ତହିଁକି ଶୀଘ୍ରେ ଚଳି ଯାଇ ରହିଲା ମୃତ୍ୟୁ ବାଟ ଚାହିଁ ସଙ୍ଗ ଦୋଷକୁ ସେ ଡରି ମନେ ଚିନ୍ତଇ ନର ହରି ନିରସ ଦଳ ସେ ଭକ୍ଷଇ ମୃଗ ଶରୀର ଯିବା ପାଇଁ ହେମନ୍ତ କରଇ ବିଚାର କେମତେ ଯିବ ଏ ଶରୀର ମତେ ଶୁଣ ନରନାଥ ମନେ ଚିନ୍ତିଲା ପୂର୍ବ କୃତ୍ୟ ସେ ତୀର୍ଥ ଜଳରେ ତାହାର ତେଜିଲା ମୃଗ କଳେବର ମତେ କରଇ ବିଚାର ଯେ ଆଦି ପୂର୍ବ କର୍ମ ତାର ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯା ଚରଣ ସେ ଚକ୍ରଧର ନାରାୟଣ ପାଦ ପଙ୍କଜ ସୁମରିଣ କହଇ ଦାସ ଜଗନ୍ନାଥ ସାଧୁଙ୍କ ହିତେ ଭାଗବତ ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁତର ପ୍ରାଣୀ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସମି ସହିତଂ वैशिक्यं पंचम स्कंदे भरत चरिते नाम अष्टम अध्याय बोल आनंदी कवार हरि हरि बोल।